ମଲା ସରକାରଟେ ଅପାରଗ ସରକାରଟେ ସେ କ'ଣ 12 ତାରିଖରେ ବିଜୟ ଉତ୍ସବ ପାଳନ କରିବ। ଆରେ ମୋହନ ବାବୁ ତମେ କହିଥିଲ ଯେମିତି ଆସିବୁ ଆମେ ଇଲେକ୍ଟ୍ରିକ୍ ବିଲ୍ଟାକୁ ଆଗ କମେଇ ଦେବୁ, କମେଇଲ? ଆରେ କମେଇଲ? ପାଣି ବିଲ୍ କମେଇ ଦେବୁ, କମେଇଲ? ଅପାରଗ ସରକାର କରିପାରନ୍ତା, କାହା ହାତରେ ପାୱାର ଅଛି? ଇଏ ପ୍ରହସନ ଖାଲି ରଙ୍ଗ ବଦଳିବା, ନାଁ ଚେଞ୍ଜ କରିବା। ଆଏ ନବୀନ ପଟ୍ଟନାୟକ ପପୁଲାର ସ୍କିମ୍ ଦେଇଥିଲା କାଳିଆ ଯୋଜନା, ଖାଲି ନାଁଟା ବଦଳିଦେଲ, ବନ୍ଦ କରିଦେଲ। ଶକ୍ତି ଅଛି, ଆଧାର ଯୋଜନା ବନ୍ଦ କରିଦେବ ବୋଲି ବସିଥିଲ, ବନ୍ଦ କରିଦେଲ। ଶକ୍ତି ଅଛି। ଆଏ ଓଟା ଅପାରଗ ସରକାର, ତମେ ଯାହା ପ୍ରତିଶ୍ରୁତି ଦେଇଛ ଗୋଟାଏ ପାଳନ କରିନ, କେବଳ ଗୋଟିଏ ପାଳନ କରିଛ। ସତ କହିବା 25 ବର୍ଷ ଚାକିରିର ସୀମାକୁ 42 କରିଛ, ଗୋଟିଏ କରିଛ। এটা লাগু হওয়া দরকার। আজি বাহারানি জাতি হিসাবে জনগণনা এপ্রিল 1 রু হব, আজি বাহারছে। যা হোক খুশি লাগিলা। নরেন্দ্র মোদী রাহুল গান্ধী থটা করুল, জাতিয়ায়ন কলা মানে ভেদভাব হয়ে ভারত খণ্ড খণ্ড হয়ে ছিনছাত্র হয়ে বুলি বুলি সেই রাহুল গান্ধী পসন্দ কল। জাতিয়ায়ন ভাবে জনগণনা হব এপ্রিল 1 রু। ধন্যবাদ। ମୁଁ କହିପାରିବି ସେ କଥା ସମୀର ଦାସ ନିର୍ଭର କରେ, ନବୀନ ବାବୁ ଉପରେ ନିର୍ଭର କରେ। ଏ ଲୋକ ଗୁଡ଼ାକର ଅସ୍ତିତ୍ୱ କିଛି ନାହିଁ। ହେଇଥିବ, ତାଙ୍କର ତ ସବୁଗୁଡ଼ା ପୁରୁଣା କାମ ରଙ୍ଗ ବୋଳୁଛନ୍ତି, ସେଠି ବି ସେୟା ହେଇଥିବ। ଆଉ କାଲି ବାହାରିଛି ନିମାପଡ଼ାରେ ଗାଣ୍ଡୁଆ ମାଟି ପଡ଼ିନି ଏପର୍ଯ୍ୟନ୍ତ, ହେଇଥିବ, କିଛି ଅସମ୍ଭବ କଥା ନୁହଁ। ତେଣୁ ତାଙ୍କର ମନ୍ତ୍ରୀ ଏବଂ ସମୀର ଦାସ ଉପରେ ନଘା ନଘା ମତଭେଦ ସୃଷ୍ଟି ହେଇଛି। ହେଇପାରେ କ'ଣ ପରିବର୍ତ୍ତନ, ମୁଁ କହିପାରିବି। କଥା ନବୀନ ବାବୁ କହିବେ, ସେ ଆସିବ କି ଯିବ। ଆଜି ବିଶ୍ୱ ପରିବେଶ ଦିବସ।